ବରା ଇଡଲି ଚକୁଳି ସବୁଥିରେ ଖାଇପାରିବେ। ଆଜି ଚାଲନ୍ତୁ ଘରେ ବନେଇବା ସାଉଥ୍ ଇଣ୍ଡିଆ ଷ୍ଟାଇଲ୍ ସାମ୍ବର। ଏଇଠି ସାମ୍ବରର କଲର୍ ଆଉ ଟେକ୍ସଚର ଦେଖି ଜାଣିପାରୁଥିବେ କେତେ ପରଫେକ୍ଟ ହେଇଛି ବୋଲି। ଏମିତି ସାମ୍ବର ଘରେ ବନେଇଲେ ମାର୍କେଟ ଯିବା କଥା ଭୁଲିଯିବେ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତଳେ ଥିବା ବ୍ଲାକ୍ କଲର୍ ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍ର ଅଲ୍ ଅପ୍ସନ୍ରେ ପ୍ରେସ୍ କରନ୍ତୁ। ଫେସବୁକ୍ ପେଜ୍କୁ ନିହାତି ଫଲୋ କରନ୍ତୁ। ଜୟ ଜଗନ୍ନାଥ, ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନ୍କୁ। ସାମ୍ବର ବନେଇବା ପାଇଁ ଆମକୁ ହରଡ଼ ଡାଲି ଦରକାର। କେବଳ ହରଡ଼ ଡାଲିରେ ସାମ୍ବର ବନିଥାଏ। 3 ବଡ଼ ଚାମଚ ଡାଲି ଦେବା। ଏତିକି ଡାଲିରୁ ଯେତିକି ସାମ୍ବର ବନେଇବା ପାଖାପାଖି 5ରୁ 6 ଜଣ ଲୋକ ଖାଇପାରିବେ। ତାପରେ ଡାଲିରେ ପାଣି ଦେଇ ଥରେରୁ 2 ଥର ଧୋଇ ଆଣିବା। ଡାଲିକୁ ବତୁରେଇ ରଖିବା ଦରକାର ନାହିଁ, ସେମିତି କୁକରରେ ଦେବା। ଡାଲିରେ 2 କପ୍ ପାଣି ଦେବା, ପାଖାପାଖି 500 ମିଲିଲିଟର ପାଣି। ବେଶୀ ପାଣି ଦେଲେ ଡାଲି ଉତୁରି କୁକର ଉପରକୁ ଆସିଯିବ। ପରେ ଯେତିକି ଦରକାର ପଡ଼ିବ ଦେଖିକି ପାଣି ଦେବା। ତାପରେ ଡାଲିରେ ସ୍ୱାଦ ଅନୁସାରେ ଲୁଣ, ଅଳ୍ପ ହଳଦୀ ଗୁଣ୍ଡ ଦେବା। ଗ୍ୟାସ୍ ଉପରେ ବସାଇ ହାଇ ଫ୍ଲେମ୍ରେ ଗୋଟେ ହୁଇସିଲ୍ ଦେବା। ହାଇ ଫ୍ଲେମ୍ରେ ଗୋଟେ ହୁଇସିଲ୍ ଆସିବା ପରେ ଲୋ ଫ୍ଲେମ୍ରେ 3ଟି ହୁଇସିଲ୍ ଦେଇ ବାହାରକୁ ବାହାର କରି ଆଣିବା। ସେହି ଭିତରେ ଚାଲନ୍ତୁ ସାମ୍ବରକୁ ଖଟା କରିବା ପାଇଁ ଅଳ୍ପ ତେନ୍ତୁଳି ନେବା। ତେନ୍ତୁଳିରେ ଗରମ ପାଣି ଦେଇ 10ରୁ 15 ମିନିଟ୍ ବତୁରେଇ ଦେବା। ଏବେ ଚାଲନ୍ତୁ ଦେଖିବା ସାମ୍ବର ପାଇଁ କ'ଣ କ'ଣ ପନିପରିବା ଦରକାର। ସାମ୍ବରରେ ମୁଖ୍ୟ ପରିବା ହେଉଛି ଛୁଇଁ। ଏଠି ମୁଁ ଗୋଟେ ବଡ଼ ସାଇଜ୍ର ଛୁଇଁ ନେଇଛି। ତା ସହିତ 3ଟି ଭେଣ୍ଡି, 100 ଗ୍ରାମ ପାଖାପାଖି କଖାରୁ ବା ବୋଇତାଳୁ, ଗୋଟେ ମିଡ଼ିୟମ୍ ସାଇଜ୍ର ବାଇଗଣ, ଗୋଟେ ଛୋଟ ସାଇଜ୍ର ଗାଜର, 100 ଗ୍ରାମ ପାଖାପାଖି ଲାଉ। ସାଧାରଣତଃ ସାଉଥ୍ ଇଣ୍ଡିଆ ସାମ୍ବରରେ ଏହିସବୁ ପନିପରିବା ପଡ଼େ। ଆପଣମାନଙ୍କୁ ଯେଉଁ ପରିବା ପସନ୍ଦ ଆପଣମାନେ ଦେଇପାରିବେ। ତା ସହିତ ଗୋଟେ ବଡ଼ ସାଇଜ୍ର ଟମାଟୋ। ଚାଲନ୍ତୁ ପନିପରିବା ଗୁଡ଼ିକୁ କାଟି ଆଣିବା। ଯେହେତୁ ଆଜି ଆମେ କୁକରରେ ବନେଇବା, ସବୁ ପନିପରିବା ଗୁଡ଼ିକୁ ଟିକେ ବଡ଼ ସାଇଜ୍ରେ କାଟିବେ। କଖାରୁର ଚୋପା ରଖି କାଟିବେ, କଖାରୁ ଘାଣ୍ଟିବ ନାହିଁ। ଛୁଇଁ ଭେଣ୍ଡିକୁ କାଟି ଅଲଗା ଗୋଟେ ଜାଗାରେ ରଖିବା, ପରେ ଆମେ ବ୍ୟବହାର କରିବା। ଟମାଟୋକୁ ପୁରା ଛୋଟ ଛୋଟ କରି କାଟିକି ନେବା। ସେପଟେ ଚାଲନ୍ତୁ ତେନ୍ତୁଳିକୁ ଚେକ୍ କରିବା। 5-10 ମିନିଟ୍ ପରେ ଦେଖନ୍ତୁ ତେନ୍ତୁଳି ବତୁରି ଯାଇଛି। ତେନ୍ତୁଳିକୁ ଚିପୁଡ଼ି ତେନ୍ତୁଳିର ଚୋପାକୁ ବାହାର କରିବା। ତାପରେ ଗୋଟେ ଛାଙ୍କୁଣିରେ ତେନ୍ତୁଳି ରସକୁ ଛାଣି ନେବା। ତେନ୍ତୁଳି ରସ ରେଡ଼ି ହୋଇଗଲା। ସେପଟେ ଚାଲନ୍ତୁ ଡାଲିକୁ ଚେକ୍ କରିବା। ହାଇ ଫ୍ଲେମ୍ରେ ଗୋଟେ ହୁଇସିଲ୍, ତାପରେ ଲୋ ଫ୍ଲେମ୍ରେ 3ଟି ହୁଇସିଲ୍ ଦେଇ ଆମେ ବାହାରକୁ ବାହାର କରି ଆଣିଥିଲେ। ଦେଖନ୍ତୁ ଡାଲି ଭଲ ଭାବରେ ସିଝି ଯାଇଛି। ଏବେ ଡାଲିକୁ ଚଟୁରେ ଭଲ ଭାବରେ ଘାଣ୍ଟି ନେବା। ଦେଖନ୍ତୁ ଯେମିତି ମୁଁ ଘାଣ୍ଟିଲି ସେମିତି ଘାଣ୍ଟି ନେବେ। ତାପରେ କାଟି ରଖିଥିବା ସବୁ ପନିପରିବା ଗୁଡ଼ିକୁ ଦେବା। କେବଳ ଛୁଇଁ ଭେଣ୍ଡିକୁ ଦେବା ନାହିଁ, ଛୁଇଁ ଭେଣ୍ଡିକୁ ପରେ ଆମେ ଦେବା। କାଟି ରଖିଥିବା ଟମାଟୋକୁ ଦେବା। ତାପରେ ପନିପରିବା ସିଝିବା ପାଇଁ 2ରୁ 2.5 ଗ୍ଲାସ୍ ପାଖାପାଖି ଗରମ ପାଣି ଦେବା। ଜମା ଥଣ୍ଡା ପାଣି ଦେବେ ନାହିଁ। ଡାଲି ପାଇଁ ଆମେ ଲୁଣ ଦେଇଥିଲେ। ଏବେ କେବଳ ପନିପରିବାକୁ ଦେଖି ସ୍ୱାଦ ଅନୁସାରେ ଲୁଣ, ଅଳ୍ପ ହଳଦୀ ଗୁଣ୍ଡ ଦେବା। ତାପରେ ସାମ୍ବର ପାଇଁ ମୁଖ୍ୟ ଜିନିଷ ଦେବା, ଅଳ୍ପ ଛୋଟ ପିଆଜ। ଛୋଟ ପିଆଜ ନଥିଲେ ଆପଣମାନେ ବଡ଼ ପିଆଜକୁ ସରୁ ସରୁ କରି କାଟିକି ଦେଇପାରିବେ, କିନ୍ତୁ ଛୋଟ ପିଆଜରେ ବହୁତ ବଢ଼ିଆ ଟେଷ୍ଟ ଆସେ। ତାପରେ ମୁଖ୍ୟ ଜିନିଷ ହେଉଛି ସାମ୍ବର ମସଲା। ଏହି ସାମ୍ବର ମସଲା ହେଉଛି ଘର ତିଆରି ସାମ୍ବର ମସଲା। ଭିଡ଼ିଓ ବଡ଼ ହୋଇଯିବ ବୋଲି ସାମ୍ବର ମସଲାର ରେସିପି ମୁଁ ଦେଇନାହିଁ। ଯଦି ରେସିପି ଦରକାର ଆପଣମାନେ କମେଣ୍ଟସ୍ କରି ଜଣାଇବେ, ନିହାତି ରେସିପି ଅପଲୋଡ଼ କରିବି। 2 ବଡ଼ ଚାମଚ ସାମ୍ବର ମସଲା ଦେବା। ରାଗ ପାଇଁ 2ଟି କଞ୍ଚା ଲଙ୍କା, ଭଲ କଲର୍ ପାଇଁ ଅଧା ଛୋଟ ଚାମଚ କାଶ୍ମୀରୀ ଲଙ୍କା ଗୁଣ୍ଡ ଦେବା। ଅପସନାଲ୍ ଅଛି, ନଦେଲେ ବି ଚଳିବ। ସବୁ ଜିନିଷକୁ ଗୋଳେଇ ନେବା। ପାଣି ଦେଖନ୍ତୁ ପୁରା ସଠିକ୍ ମାପରେ ଅଛି, ପାଣି ଟିକେ ଅଧିକ ଦେବେ। ତାପରେ ଗ୍ୟାସ୍ ଉପରେ ବସାଇ ହାଇ ଫ୍ଲେମ୍ରେ କେବଳ ଗୋଟେ ହୁଇସିଲ୍ ଦେବା। ଜମା ଅଧିକ ହୁଇସିଲ୍ ଦେବେ ନାହିଁ, ନହେଲେ ପନିପରିବା ବେଶୀ ଘାଣ୍ଟିଯିବ। ଗୋଟେ ହୁଇସିଲ୍ ଆସିଲେ ଗ୍ୟାସ୍ର ଫ୍ଲେମ୍ ବନ୍ଦ କରିବା। ଆଉ ଗୋଟେ ପ୍ୟାନ୍ରେ ଅଧା ଛୋଟ ଚାମଚ ତେଲ ଗରମ କରିବା। ତେଲ ଗରମ ହୋଇଯିବା ପରେ କାଟି ରଖିଥିବା ଛୁଇଁ ଭେଣ୍ଡିକୁ ଦେବା। ତାପରେ ଛୁଇଁ ଭେଣ୍ଡିକୁ ଦେଖି ଅଳ୍ପ ଲୁଣ, ଅଳ୍ପ ହଳଦୀ ଗୁଣ୍ଡ ଦେବା। ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ 3ରୁ 4 ମିନିଟ୍ ପର୍ଯ୍ୟନ୍ତ ଛୁଇଁ ଭେଣ୍ଡିକୁ ଭାଜିବା, ଯାହାଦ୍ୱାରା ଭେଣ୍ଡିର ଲାଳ ଅଂଶ କମିଯିବ, ଛୁଇଁ ଭେଣ୍ଡି ଭାଜିଯିବ ଆଉ ସିଝିଯିବ। 3-4 ମିନିଟ୍ ପରେ ଏଠି ଦେଖନ୍ତୁ ଛୁଇଁ ଭେଣ୍ଡି ଭାଜିଗଲାଣି ଆଉ ସିଝିଗଲାଣି। ଏବେ ଆମେ ବାହାରକୁ ବାହାର କରି ଆଣିବା। ସେପଟେ କୁକରରୁ ପ୍ରେସର ରିଲିଜ୍ ହେଲା ପରେ ଚାଲନ୍ତୁ ସାମ୍ବରକୁ ଚେକ୍ କରିବା। ସାମ୍ବରରେ ସବୁ ପନିପରିବା ଗୁଡ଼ିକ ଏମିତି ଗୋଟା ଗୋଟା ରହିବ ଆଉ ଝୋଳ ଏତିକି ପାଣି ରହିବ। ପନିପରିବା ସିଝି ଯାଇଛି କିନ୍ତୁ ଘାଣ୍ଟି ନାହିଁ, ଏମିତି ରହିବ। ଏବେ ଆମେ ଭାଜି ରଖିଥିବା ଛୁଇଁ ଭେଣ୍ଡିକୁ ଦେବା। ଏହି ଷ୍ଟେଜ୍ରେ ତେନ୍ତୁଳି ରସକୁ ଦେବା। ତେନ୍ତୁଳି ରସ ଦେଇ ଗୋଳେଇ ନେବା। ତାପରେ ଟିକେ ଚାଖି ଦେବା।
ଯଦି ଲୁଣ ଦରକାର ପଡ଼ିବ ଦେଖିକି ଲୁଣ ଦେବା। ତେନ୍ତୁଳି ରସ, ଭେଣ୍ଡି, ଛୁଇଁ ଦେବା ପରେ ଆଉ 2ରୁ 3 ମିନିଟ୍ ପର୍ଯ୍ୟନ୍ତ ସାମ୍ବରକୁ ଫୁଟେଇବା। ସାମ୍ବରର ଫାଇନାଲ କନସିଷ୍ଟେନ୍ସି ଦେଖନ୍ତୁ, ଏତିକି ପାଣି ରଖିବେ। ଏବେ ଚାଲନ୍ତୁ ସାମ୍ବରରେ ଟିକେ ଛୁଙ୍କ ଦେବା। ଛୁଙ୍କ ପାଇଁ ଗୋଟେ ଛୋଟ ତଡ଼କା ପ୍ୟାନ୍ରେ 1 ଚାମଚ ତେଲ ଗରମ କରିବା। ତେଲ ଗରମ ହେଇଯିବା ପରେ ଗୋଟେ ଛୋଟ ଚାମଚ ଛୋଟ ଦାନାବାଲା ସୋରିଷ ଦେବା। 2-3ଟି ଶୁଖିଲା ଲଙ୍କା, ବେଶ କିଛି ଭୃଷଙ୍ଗ ପତ୍ର ଦେବା। ତାପରେ ଲୋ ଫ୍ଲେମ୍ରେ ସବୁ ଜିନିଷକୁ ହାଲକା ଭାଜିବା। ଭୃଷଙ୍ଗ ପତ୍ର ହାଲକା ଭାଜିଯିବା ପରେ 2-3 ପିଞ୍ଚ ହିଙ୍ଗୁ ଦେବା। ହିଙ୍ଗୁ ଶେଷରେ ଦେବେ। ତାପରେ ବାହାରକୁ ବାହାର କରି ଆଣି ଗୋଟେ ଛୋଟ ଚାମଚ ସାମ୍ବର ପାଉଡର ଦେବା। ତାପରେ ଗରମ ଗରମ ଛୁଙ୍କକୁ ନେଇ ଫୁଟୁଥିବା ସାମ୍ବରରେ ଦେବା। 1 ମିନିଟ୍ ପର୍ଯ୍ୟନ୍ତ କଭର କରିବା। ଛୁଙ୍କର ବାସ୍ନା ସାମ୍ବର ଭିତରକୁ ଆସିଯିବ। ତାପରେ ଆମେ ଗୋଳେଇ ନେବା। ଏବେ ଆମ ରେଡି ହେଇଗଲା ସାଉଥ ଇଣ୍ଡିଆ ଷ୍ଟାଇଲ ସାମ୍ବର। ସାମ୍ବରରେ ସବୁ ପନିପରିବା ସିଝି ଯାଇଥିବ କିନ୍ତୁ ଘାଣ୍ଟି ନଥିବ, ଏମିତି ଗୋଟା ଗୋଟା ରହିବ ଆଉ ଝୋଳ ଏତିକି ପାଣି ରହିବ। ଏଇଟା ହେଉଛି ପରଫେକ୍ଟ ସାମ୍ବର। ଆପଣମାନେ ବନାନ୍ତୁ ଆଉ କେମିତି ଲାଗିଲା ନିହାତି ମୋତେ କମେଣ୍ଟସ୍ କରି ଜଣାଇବେ। ତାହେଲେ ଆଜି ପାଇଁ ରହିଲି, ପୁଣି ଦେଖା ହେବା ନୂଆ ରେସିପିରେ। ଧନ୍ୟବାଦ।